ସମସ୍ତଙ୍କୁ ନମସ୍କାର। ଆଜି ଆମେ ଏକ ସୁନ୍ଦର କାହାଣୀ ବିଷୟରେ ଜାଣିବା। କାହାଣୀଟିର ନାମ ଗୁରୁ ଓ ଶିଷ୍ୟ। ଜଣେ ସାଧୁ ବାବା ପାହାଡ଼ ପାଦଦେଶରେ ଆଶ୍ରମ ସ୍ଥାପନ କରିଥାନ୍ତି। ରାଜ୍ୟ ସାରା ବିଭିନ୍ନ ଅଞ୍ଚଳରୁ ପିଲାମାନେ ଆସି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରୁଥାନ୍ତି। ଦିନେ ସେହି ରାଜ୍ୟର ରାଜା ପହଞ୍ଚିଲେ ସାଧୁ ବାବାଙ୍କୁ ସାକ୍ଷାତ କରିବା ପାଇଁ। ସେ ଆଶ୍ରମ ବାହାରେ ଅପେକ୍ଷା କରି ଜଣେ ଶିଷ୍ୟକୁ ପଠାଇଲେ ଏ ଖବର ଜଣାଇ ଦେବା ପାଇଁ ବାବାଙ୍କୁ। ଯେତେବେଳେ ଶିଷ୍ୟ ଜଣକ ରାଜାଙ୍କ ପ୍ରଦତ୍ତ ଚିଠି ଖଣ୍ଡିକ ସାଧୁଙ୍କ ହାତକୁ ବଢ଼ାଇ ଦେଲେ, ତହୁଁ ସାଧୁ ବାବା ତାକୁ ପଢ଼ି ଚିରି ଫିଙ୍ଗି ଦେଲେ। କହିଲେ, ଯା, ରାଜାଙ୍କୁ କହିଦେବୁ ମୋ ପାଖରେ ସମୟ ନାହିଁ, ମୁଁ ତାଙ୍କୁ ଦେଖା କରିପାରିବି ନାହିଁ। ଏବେ ଶିଷ୍ୟ ଜଣକ ଗୁରୁଙ୍କ ବାର୍ତ୍ତା ନେଇ ରାଜାଙ୍କ ପାଖରେ ପହଞ୍ଚାଇ ଦେଲେ। ଶିଷ୍ୟଠାରୁ ଗୁରୁଙ୍କର ଏଭଳି ମନୋଭାବ ଶୁଣିବା ପରେ ରାଜା କିଛି ସମୟ ନୀରବ ରହିଲେ। ମନରେ ଭାବିଲେ, ତାଙ୍କ ରାଜ୍ୟରେ ରହୁଥିବା ସାଧୁ ବାବା ରାଜାଙ୍କୁ ଏଭଳି କହିବାର ଉଦ୍ଦେଶ୍ୟ କ'ଣ ହୋଇପାରେ? ଏହା ମନରେ ଭାବି ରାଜା ଆଉ ଖଣ୍ଡିଏ ଚିଠି ଲେଖି ସେଇ ଶିଷ୍ୟ ହାତରେ ପୁଣି ପଠାଇଲେ। ଏଥର ରାଜା ପଠାଇଥିବା ଚିଠିରେ ଲେଖିଥିଲେ, ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲି ଏବଂ ତଳେ ଲେଖାଥିଲା ରାଜାଙ୍କର ନାମ। ଏଥର ଶିଷ୍ୟ ଜଣକ ରାଜାଙ୍କ ଦ୍ୱିତୀୟ ଚିଠିଟି ସାଧୁ ବାବାଙ୍କ ହାତକୁ ବଢ଼ାଇ ଦେଲେ। ଚିଠିକୁ ଖୋଲି ସାଧୁ ବାବା ପଢ଼ିଲେ ଓ ହସି ହସି କହିଲେ, ତାଙ୍କୁ ଡାକ। ତାପରେ ଡାକରା ପାଇ ରାଜା ସାଧୁ ବାବାଙ୍କ ସହିତ କିଛି ସମୟ ଆଲୋଚନା କରି ସେଠାରୁ ଚାଲିଗଲେ। ଏବେ ଚିଠି ଦିଆନିଆ କରୁଥିବା ଶିଷ୍ୟ ଜଣକ ମନେ ମନେ ଭାବିଲା, ପ୍ରଥମ ଚିଠି ଓ ଦ୍ୱିତୀୟ ଚିଠି ଭିତରେ ଫରକ କ'ଣ ଥିଲା? କିଛି ବୁଝି ନ ପାରି ସେ ବାବାଙ୍କୁ ପଚାରିଲା। ଗୁରୁ ତହୁଁ ହସି ହସି କହିଲେ, ଏ ରାଜାଟା ପିଲାବେଳେ ମୋର ଛାତ୍ର ଥିଲା। ମୋ ଛାତ୍ରଙ୍କ ପାଇଁ ମୋର ସବୁବେଳେ ସମୟ ଥାଏ, ହେଲେ ରାଜା ମହାରାଜାଙ୍କ ଭଳି ବଡ଼ ବଡ଼ିଆଙ୍କ ପାଇଁ ନଥାଏ। ପ୍ରଥମ ଚିଠିରେ ଜଣେ ରାଜାଙ୍କ ଠାରୁ ପତ୍ର ଆସିଥିବା ଭଳି ଲେଖାଥିବାରୁ ତାକୁ ମୁଁ ଚିରିଦେଲି ଓ ସମୟ ନାହିଁ ବୋଲି କହିଲି। ମାତ୍ର ଦ୍ୱିତୀୟ ଚିଠିରେ ମୋର ଜଣେ ଶିଷ୍ୟଠାରୁ ଆସିଥିବା ଭଳି ଲେଖାଥିବାରୁ ତାକୁ ମୁଁ ପଢ଼ି ଆଲୋଚନା ପାଇଁ ଡାକିଲି। ଏହା ହିଁ ଥିଲା ଦୁଇ ଚିଠି ଭିତରେ ଫରକ। ତେଣୁ କଥାରେ ଅଛି, ସମ୍ରାଟ ହେଉ କି ଜମିଦାର ବା ହେଉ ଯିଏ ଯେତେ ବଡ଼ ଲୋକ, ଗୁରୁଙ୍କ ଆଗରେ ଶିଷ୍ୟ ତାର ବଡ଼, ଏକଥା ଅଟଇ ଧ୍ରୁବ ସତ୍ୟ। ଧନ୍ୟବାଦ। ଚ୍ୟାନେଲଟିକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।